हेलो एवरीवन वेलकम बैक टू माय चैनल। ମୁଁ ଆପଣଙ୍କର ରାଜ ସ୍ୱାଗତ କରୁଛି ମୋ ଚ୍ୟାନେଲ ରାଜ ଲାଇଫଷ୍ଟାଇଲ ବ୍ଲଗ୍ସ କୁ। ମୁଁ ଆଜି ଆସିଛି ବ୍ଲଗ ବନେଇବା ପାଇଁ। ମୁଁ ଜାଣିନି ଯେ ମୁଁ ବ୍ଲଗ ବନଉଛି ନା ଆଉ କ'ଣ ବନଉଛି। ଆରେ ଭାଇ ଫାଷ୍ଟ ବ୍ଲଗ ନା ନର୍ଭସ୍ ଫିଲ୍ ହଉଛି। ଦେଖ ବହୁତ ଏକ୍ସକ୍ୟୁଜ କଲି, ମାନେ କ'ଣ ମୋ ଲାଇଫରେ କ'ଣ ଭାବିଲି ଯେ ମୁଁ ଭଲ ଆଇଫୋନଟେ ଆସୁ, ତାପରେ ମାଇକ୍ କ୍ୟାମେରାଟେ ଆସୁ, ତାପରେ ଏସବୁ କିଛି ଆସିଲା ପରେ ମୁଁ ବ୍ଲଗ୍ ବନେଇଦେବି, ଭଲରେ କରିଦେବି, ଭାଇରାଲ ହେଇଯିବି, ଏମିତି ଲାଗୁଛି। କିନ୍ତୁ ଆଜି ମୋତେ ଗୋଟେ କୋଶ୍ଚିନ୍ ଏମିତି ମୋ ମନକୁ ଦେଲା ଯେ ତୁ ସବୁବେଳେ ଖାଲି ଏକ୍ସକ୍ୟୁଜ୍ ହିଁ ଖୋଜୁଛୁ। ହଁ, ତୁ ଫାଷ୍ଟ ଏକ୍ସକ୍ୟୁଜ୍ କି ଖୋଜୁଛୁ, ମାନେ କ'ଣ ଯେ ତୁ ଭଲ କ୍ୟାମେରା ଆସିଲେ ଭିଡ଼ିଓ କରିବୁ, ଏମିତି କରିବୁ। ସେମିତି ପାଠ ପଢ଼ିଲା ଟାଇମ୍ରେ ବି ଆମର କ'ଣ ହୁଏ ନା ଆମେ ଟିକେ ସମୟ ପରେ ପଢ଼ିଦେବା, ତାପରେ ଖାଇସାରିଲା ପରେ ପଢ଼ିଦେବା, ତାପରେ ସାଙ୍ଗମାନେ ଡାକିଦେଲେ ଆସରେ ବୁଲିଯିବା ଦେନ୍ ତାପରେ ଆମେ ଯାଇକି ବୁଲି ଦେଇକି ପଳେଇ ଆସିବା। ଏସବୁ ଜାଗା ଆମେ ବାହାନା କରନା। ହଁ, କିନ୍ତୁ ଆଜି ଏମିତି ମୋତେ ଗୋଟେ ଫିଲ୍ ହେଲା। କ'ଣ ଫିଲ୍ ହେଲା ନା ତୁ ଆଉ ଜୀବନରେ କିଛି କରିପାରିବୁନି, ତୁ ଆଉ କିଛି ହିଁ କରିପାରିବୁ ନାହିଁ। କ'ଣ ପାଇଁ ତୁ ଏତେ ଏକ୍ସକ୍ୟୁଜ୍ ଖୋଜୁଛୁ? କ'ଣ ପାଇଁ ତୁ କ୍ୟାମେରା ଆସିଲେ ଭିଡ଼ିଓ କରିବୁ, ମାଇକ୍ ଆସିଲେ ଭିଡ଼ିଓ କରିବୁ, ଏସବୁ ଜାଗା କହୁଛୁ। ତ ଭଏସ୍ ରେକର୍ଡ଼ ଭଲ ଶୁଣୁନି, କ୍ୟାମେରା କ୍ଲିୟର୍ ହେଉନି, ଆଜି ଏମିତି ମୋତେ ଲାଗିଲା। ଆଜି ମୋତେ ବାଧ୍ୟ ଦେଲାରୁ ମୁଁ ଆଜି ପଳେଇ ଆସିଲି ଯେ ନାଇଁ, ଆଜି ଭଲ ହଉ କି ଭିଡ଼ିଓ ଖରାପ ହଉ କି ଆଉ କ'ଣ ବି ହଉ, ମୁଁ ଯେମିତି ହେଲେ ଗୋଟେ ବ୍ଲଗ୍ଟା ବନେଇ ସେଇଟା ଯାହା ବି ହେଇଥାଉ। ଲୋକମାନେ ଦେଖନ୍ତୁ, ଏବେ ତୁମେ ସାଇଡ଼୍ରେ ଦେଖୁଛନ୍ତି, କ'ଣ କହୁଛ, ଦେଖରେ ସେ ବ୍ଲଗ୍ଟା ବନଉଛି, ଦେଖ ଇଏ କୁଆଡ଼େ ୟୁଟ୍ୟୁବର ହେଇଯିବ ବଡ଼ଟା, ଇଏ ଯେଉଁ ନିଜ ସ୍ୱପ୍ନ ଦେଖୁଛି। ଆରେ ଛାଡ଼ ୟାର, ତାଙ୍କ କଥା ଗୁଡ଼ିକ ଛାଡ଼। ସେମାନେ ହସିବା ଲୋକ ହସିବେ, ନିଜେ ସକ୍ସେସ୍ ପାଇଲେ ହସିବେ, ନ ପାଇଲେ ବି ହସିବେ, ବହୁତ ପ୍ରକାର କଥା କହିବେ ସେମିତି। କିନ୍ତୁ ତୁମେ ନିଜକୁ ନିଜେ ଫୋକସ୍ କର କି ତୁମେ କେଉଁଠି ପହଞ୍ଚିବ। ତୁମ ନିଜ ଉପରେ ବିଶ୍ୱାସ ହେଉଛି କି ନାହିଁ। ସେ ଏତେ ପାଠ ପଢ଼ିଥିଲା, ସେ ଚାକିରି କରିଦେବ, ସେ ଏମିତି କରିଦେବ, ସେ ସେମିତି କରିଦେବ। ଆରେ ସେଇଟା ଯାକ କିଛି ଭାବନି। ତୁମେ ନିଜର ଶକ୍ତିକୁ ଦେଖ ଆଉ ଏବଂ ବୁଝ। କ'ଣ ବୁଝିବ ଯେ ତୁମେ କ'ଣ କରିପାରିବ, ତୁମେ କେଉଁଟା ଭଲ ଲାଗୁଛି, କେଉଁ ସ୍କିଲ୍ ଭଲ ଲାଗୁଛି। ଲୋକଙ୍କ କଥା ଶୁଣନି, ତୁମକୁ ଯେଉଁଟା ଇଚ୍ଛା ଲାଗୁଛି ସେଇଟା କରିବ। ଫାଷ୍ଟ ତୁମକୁ ଯେଉଁଟା ଇଚ୍ଛା ଲାଗୁଛି ସେଇଟା କରିବ। ଲୋକଙ୍କ କଥା ନା ତାଙ୍କେ ଆସିବେ ନା, ତୁମେ କ'ଣ ଅସୁବିଧାରେ ପଡ଼ିଲା ବେଳକୁ ପାଖରେ ଆସିବେ ନା କିଛି ଟଙ୍କାଟେ ଦେବେ, କିଛି ଦେବେନି ୟାର। ସେ ପାଇଁ ନିଜ ଯେଉଁ ମନ କଥା ଆସିଛି ସେଇ କଥା ଫାଷ୍ଟ ସେୟାର କର। କାହାକୁ? ନିଜକୁ। ଫାଷ୍ଟ ନିଜକୁ ସେୟାର କର, ଦେନ୍ ତୁମେ ବ୍ଲଗ୍ କରିବା ଷ୍ଟାର୍ଟ କର। କିଏ କ'ଣ ବି କିଛି କୁହନ୍ତୁ, କିଏ କ'ଣ ବି କିଛି କହିଦିଅନ୍ତୁ କି ଯେ ତୁ ଏମିତି କରୁଛି, ସେମିତି କରୁଛି, ହସିଦେବେ ଫାଷ୍ଟ। ହଁ, କିନ୍ତୁ କିନ୍ତୁ ରେଗୁଲାରଲି ଭିଡ଼ିଓ ପୋଷ୍ଟ କର। ତୁମେ ଦେଖିବ ଯେ ଧୀରେ ଧୀରେ ତୁମେ ଇନକ୍ରିଜ୍ କରିବାକୁ ଆସିବ, ବ୍ଲଗ୍ ବନେଇବାର ଗୋଟେ ମୋଟିଭେସନ୍ ଆସିବ। ଆଜି ମୁଁ ଏମିତି ବ୍ଲଗ୍ସ ବନେଇଲି, ଫାଷ୍ଟ ବ୍ଲଗ୍ସ ଯେଉଁଟାକି କିଛି ହେଉନି, କିନ୍ତୁ ଗୋଟେ ଦିନ ମୁଁ ଭାବୁଛି କି ଏ ବ୍ଲଗ୍ଟି ଆହୁରି ନେକ୍ସଟ ଲେଭେଲରେ ପହଞ୍ଚିବ। ସେଇଦିନ ଲୋକମାନେ ହସନ୍ତୁ, ଦେଖିବା ସେଇଦିନ କେମିତି ହସିବେ ଲୋକମାନେ। ହଁ, ସେଇଦିନ ହସିବେ ଯେଉଁଦିନ ତୁମେ ଯେତେବେଳେ ସକ୍ସେସ୍ ପାଇବ, ସେତେବେଳକୁ ତାଙ୍କର ବୋଲତି ସବୁ ବନ୍ଦ ହେଇଯାଇଥିବ। ଦେଖିବ ତୁମେ ୟାର। ହଁ, ତାପରେ ତୁମେ ଗୋଟେ ସକ୍ସେସ୍ ଲେଭେଲରେ ଥିବ, ଆର ଫଲୋଅର୍ସ ହେଇଗଲା, ତାପରେ ତୁମକୁ ପେଡ୍ ପ୍ରମୋସନ୍ ଆସିବ, ତାପରେ ବିଭିନ୍ନ ପ୍ରକାର କୋଲାବୋରେସନ୍ ଆସିବ, ଏସବୁ ଜାଗା ଆସିବ। ତାପରେ ସେଦିନ ନିଜକୁ ତୁମେ କ'ଣ କରିବା ଚାହୁଁଥିଲ। ଆଜି ଯଦି ବ୍ଲଗ୍ସ ନ ବନେଇଥାନ୍ତ ତେବେ ତୁମେ ଏ ଲେଭେଲରେ ପହଞ୍ଚି ହିଁ ପାରିବନି। ସେଦିନ ଏସବୁ ଯାକ ବୁଝିବ। ସେପାଇଁ ଲୋକଙ୍କ କଥା କିଛି ଧ୍ୟାନ ଦିଅନି, ସେସବୁ ଗୁଡ଼ିକ ଇଗ୍ନୋର କର। ସବୁ ଇଗ୍ନୋର କର ଏବଂ ତୁମକୁ ଯେଉଁଟା ଇଚ୍ଛା ଲାଗୁଛି ସେଇଟା କରିଚାଲ। ମୁଁ ଏତିକି ଭାବୁଛି। ଭିଡ଼ିଓଟି ଭଲ ଲାଗିଥିଲେ ସବସ୍କ୍ରାଇବ୍ କରନ୍ତୁ। ଆଗକୁ ଏମିତି ଆହୁରି ଇଣ୍ଟରେଷ୍ଟିଂ ଭିଡ଼ିଓ ଦେଖିବାକୁ ଯଦି ଚାହୁଁଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖିଦିଅନ୍ତୁ। ଆଉ ଆପଣଙ୍କର ଯେଉଁ ନୂଆ ଭାଇ ମୁଁ ଆସିଛି ନୂଆ ବ୍ଲଗ୍ସରେ, ନୂଆ ଚ୍ୟାନେଲରେ, ଟିକେ ସପୋର୍ଟ କରିଦିଅନ୍ତୁ। ଆପଣଙ୍କର ଏ ଗୋଟେ ସପୋର୍ଟ ସମସ୍ତଙ୍କ ପାଇଁ ମୋଟିଭେସନ୍ ହେଇପାରିବ। ଯେଉଁମାନେ ବ୍ଲଗ୍ସ ବନେଇବାକୁ ଚାହୁଁଛନ୍ତି ହେଲା, ଯେଉଁମାନେ ବ୍ଲଗ୍ସ ବନେଇବାକୁ ଚାହୁଁଛନ୍ତି, ସକ୍ସେସ୍ ପାଇବାକୁ ଚାହୁଁଛନ୍ତି, ୟୁଟ୍ୟୁବରେ ଗୋଟେ ଭଲ ଭିଡ଼ିଓ ବନେଇବାକୁ ଚାହୁଁଛନ୍ତି, ତେବେ ଏ ଭିଡ଼ିଓଟି ନିଶ୍ଚୟ ଏଗୁଡ଼ିକ ସେୟାର କରିବ ଆଣ୍ଡ କମେଣ୍ଟ ଲାଇକ୍ ସବୁ ଦବେଇ ଦିଅନ୍ତୁ। ବୁଝିପାରୁଥିବ ମୁଁ କେମିତି ନର୍ଭସ୍ ଫିଲ୍ କରୁଛି।
ଆଉ କ'ଣ କହିବି? ଦେଖା ହେବା ନେକ୍ସଟ ଭିଡ଼ିଓ।